ଆଜ୍ଞା ଆସନ୍ତୁ ଯିବା। ବର୍ତ୍ତମାନ ଆମେ ଜିତୁ ଭାଇଙ୍କ ଘର କାମ କରିବା। ଚାଲ। ଆରେ ଭାଇ ହେଲେ ଭାଇ କାମ ସରିଲା ଆମକୁ ମଜୁରୀ ମିଳିବ। ଆମେ ତ ଭାଇ ଗରିବ ଲୋକ, ଖଟିଲେ ଖାଇବା। ହଁ ସେଇ କଥା। ବଡ ଲୋକ ମାନେ ଆମେ ଚାକର, ହଁ ଆମେ ଖଟିଲେ ଖାଇବା। ତେଣୁକରି ଆମେ କାଇଁ ଲେଟ୍ କରିବା, ଚାଲ ଆରମ୍ଭ କରିଦବା। ଆମେ କାମ ଆରମ୍ଭ କରିଦବା। ଆଉ ଭାଇ ଫୋନ କଲେ, ଜିତୁ ଭାଇ ଫୋନ କଲେ ଆମେ ତାଙ୍କୁ କହିଦବା। ଆଉ କଣ, ଆମେ କାମ କରୁଛୁ ବୋଲି ଆମ ହାତରେ ଭାଇ କଣ ମନେ ମୁଣ୍ଡିଆ ଲୋକ। ଆମେ ଖଟିଲେ 200 ଟଙ୍କା ନେଲେ 100 ପଡିବା, ଆଉ 100 ଘର ଖର୍ଚ୍ଚ। ଚାଲ କାମ ଆରମ୍ଭ କରିବା। ହଁ ଟିକେ ଦିଅ ପ୍ଲାଷ୍ଟର ବାଡେଇ, ଆମ ଗଜ ଚଲେଇଲି। ଆସିଲା ମସଲା, ନିଅ ମସଲା। ମସଲା ଆସିଲା। ଭାଇ କିଏ ଫୋନ କରିଛି? ଆରେ ଭାଇ ଦେଖୁଛି। ଆରେ ଭାଇ ବିପୁଲ ଭାଇ ଫୋନ କଲେଣି। କାହିଁ ଫୋନ କରିଥିଲି? ଓ କାମ ବିଷୟରେ ବୋଧେ ବୁଝିବେ, ମୁଁ ତ କଥା ହେଇଯାଇଛି। କଥା ହୁଅ। ଆଜ୍ଞା ଭାଇ କୁହନ୍ତୁ। ଗେଡୁ ଛୋଟା କାମ କେତେ ଆଡେ ଗଲା, ସଇଲା କି ନାଇଁ? 3 ଘଣ୍ଟା ଭିତରେ କାମ ସରିବା ଦରକାର। 3 ଘଣ୍ଟା ଭିତରେ କାମ ସରିବା ଦରକାର, ନହେଲେ ଦରମା ଫରମା କିଛି ଦେବିନି। ଆଜ୍ଞା ଆଜ୍ଞା କଣ କହିଲେ? 3 ଘଣ୍ଟା କାମ ସରିଯିବ ଆଜ୍ଞା। ନାଇଁ ଆଜ୍ଞା ଆପଣ ଧମକେଇଲେ ଆମେ ଆଜ୍ଞା ମଳିମୁଣ୍ଡିଆ ଲୋକ। ଆଉ ଦୂର କାମ କରିବୁ, ଆପଣ ଧମକେଇଲେ କଣ ହବ? ଠିକ ଅଛି ଆପଣ ଟାଇମ ଆଜ୍ଞା ଆଜ୍ଞା 3 ଘଣ୍ଟା ଭିତରେ କାମ କରିଦବୁ। ଆଜ୍ଞା ଆଜ୍ଞା କଣ କହିଲେ? ନହେଲେ ଚୋପା ଛଡେଇଦେବେ? ନାଇଁ ଆଜ୍ଞା ଆମେ କାମ କରିଦବୁ। ଆପଣ କାମ ଆଜ୍ଞା ମୁଁ ଲୋକ ଲଗେଇଦେବି। ଠିକ ଅଛି ଆଜ୍ଞା, ମୁଁ ଲୋକ ଲଗେଇକି 3 ଘଣ୍ଟା ସାରିଦେବି। ଆଜ୍ଞା ରହୁଛି ଆଜ୍ଞା, ଆଜ୍ଞା 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 ଆପଣ ଆସନ୍ତୁ ଦେଖିବେ। ଠିକ ଅଛି ରହୁଛି ଆଜ୍ଞା। ଆରେ ଭାଇ ସେ କଣ କହିଲେ? ଆରେ ଭାଇ ଫୋନ କରିଥିଲି। ସେ ଦୁନିଆ ଗାଳି ମନ୍ଦ କଲେଣି। ମାରିଦେବି, ହାଣିଦେବି, କାଟିଦେବି ଖାଲି ଏମିତି କହୁଛନ୍ତି। ସେ ଅନ୍ୟ ମିସ୍ତ୍ରୀ ଲଗାନ୍ତୁ। କଣ କରିବା, ଆମେ ତ କାମ କରୁଛେ ନା। ମୁଁ ହେଇଥିଲେ ନୁହଁ ଫୋପାଡି ଦିଅନ୍ତି ତାଙ୍କୁ। ମତେ କହିଲନି, ମୁଁ ତା ମୁହଁରେ ବାଡେଇଥାନ୍ତି। କଣ କରିବରେ ଭାଇ, ଏଟା ଶୁଣୁନାହାନ୍ତି କି ବୁଝୁନାହାନ୍ତି। ଗୋଟେ କଥା କହିବି ଶୁଣିବ? ତାଙ୍କର ନୁହଁ ଆଉ ତାଙ୍କର ପ୍ରବଳ ଅଳିଆ ଅଛି। ତାଙ୍କ ସ୍ତ୍ରୀ ନୁହଁ ଢେଙ୍କାନାଳ ରାଜା, ତାଙ୍କ ପୁଅ ସହିତ ଫେରାର ହେଇଯାଇଥିଲେ। ତମେ ଜାଣିନ ବିଲକୁଲ ଆଉ। ନାଳୁଆ ଲୋକ। ହଁ ଟିକେ ନାଳୁଆ। ଆଉ ଯୋଉ ନୟାଗଡ ରାଜା, ତାଙ୍କ ସ୍ତ୍ରୀ ତାଙ୍କର ଚାଲିଥିଲା ରାସଲୀଳା। କାହିଁ କହୁଛ, ସେ କଥା କହୁନାହାନ୍ତି। ଖାଲି ଆମ ପଛରେ, ବୁଝିଲ, ଖାଲି ଆମ ପଛରେ ପଡୁଛନ୍ତି। ତାଙ୍କ ପୁଅ କଣ କହିବି ଭାଇ, ତାଙ୍କ ପୁଅ କଣ କରୁଛି ଜାଣିଛ? କଣ କରିଛି? ଗୋଟେ ପେଲି ନାଳୁଆ ବସ ଟିକେ ପ୍ରବଳ। ଖାଲି ଯେ ଆମକୁ ଧମକ ଦେଖୁଛନ୍ତି, ଆମେ ମଳିମୁଣ୍ଡିଆ ଲୋକ। ଖାଲି ଭାଇ ଆମକୁ ଧମକ ଦେଖୁଛନ୍ତି। ବଡ ଲୋକଙ୍କୁ କିଛି କହିପାରିବେନି ବୋଲି ବଡ ଲୋକ ଉତ୍ତର ନାହିଁ, ସ୍ୱର୍ଗକୁ ନିଶ୍ଚୟ ନାହିଁ। ସେଇ କଥା। ଆମେ ମଳିମୁଣ୍ଡିଆ ଲୋକ, ଖଟିଲେ ଖାଇବା। ନାଳୁଆ ଲୋକ ବୋଲି ଏମିତି କାହିଁ କହୁଛ ବଡ ଘର ବଡ ଗୁମର କଥା? ଲୋକ ଶୁଣିଲେ ଲାଗିବ ଚିନ୍ତା। କଣ କରିବା, ଆମେ ତ ମଳିମୁଣ୍ଡିଆ ଲୋକ। ଭାଇ ରୁହ ଟିକେ, ମୁଁ ଟିକେ ବିମଳଟା ଖାଇଦେ। ଅଭ୍ୟାସ ଅଛି, ନ ଖାଇଲେ ବାଟ ଭଲ ଲାଗୁ। ଓକେ। ଭାଇ ପ୍ରବଳ ଅଳିଆ। ତାଙ୍କ ବୋଉ କଣ କହିବି ଆଉ, କିଏ ଡରୁଛି? ଆମକୁ କହୁଛନ୍ତି ଆମେ ଲେବର ଲୋକ, ଖଟିଲେ ଖାଇବା। କଣ କହିବା ଭାଇ, ଆମେ ତ ଲେବର ଲୋକ। କଣ କରିବା, ବଡ ଘର ବଡ ଗୁମର କଥା। ଖଟିଲେ ଖାଇବା, ନହେଲେ ନାହିଁ। ଯାହା ପ୍ରଭୁଙ୍କ ଇଚ୍ଛା। ସେ ଆମକୁ ଦୋଷ ଦଉଛନ୍ତି, କିନ୍ତୁ ପ୍ରବଳ ଅଳିଆ ନାଳୁଆ ଲୋକ। କହିବି ଖଜୁରୀ ଗଛରେ ପିଜୁଳି ଯାଇବି, ମୂଳରୁ ପାହାଚ ପାହାଚ। କଣ କରିବା ଭାଇ, ଆମେ ତ ବୁଲିଆ ମଜୁରିଆ ଲୋକ। ସେଇ କଥା। ଆମର ଆଖାର ବୋଲି କିଛି ନାହିଁ। ଆମକୁ ମାରିବେ, ଘରେ ସବୁ କରିବେ, ଆମେ ଖଟିଲେ ଖାଇବା। ଆମେ ହଉଛେ ମଳିମୁଣ୍ଡିଆ ଗରିବ ଲୋକ। କଣ କରିବା ଭାଇ, ପାଦ ତଳେ ଆମ ମୁଣ୍ଡ ପରା। ଆମ ମୁଣ୍ଡ ଭାଇ ମୁଣ୍ଡ ଆମର। କଣ କରିବା ଭାଇ, କଣ କରିବା ଆଉ। ରାଜା ପାରିଲେ ବାସ୍ନା, ମନ୍ତ୍ରୀ ପାରିଲେ ଗନ୍ଧ। କଣ କରିବା, ତେଣୁ ଭାଇ
ହଁ ଲେଟ୍ କାମ କର ଚାଲ ଚାଲ କାମ ଆରମ୍ଭ କରିବା ଚାଲ ଚାଲ ମୁଁ ଫୋନ କାଟିନି ମୋ ବିଷୟରେ ବସି ନାଟକ ଚଲାଉଛନ୍ତି ରୁହ ତାকে ଫୋନ କରିକି ଆଉ ଥରେ 14 ବର୍ଷ ବାଦ ଉଦ୍ଧାର କରୁଛି। ଆରେ ଭାଇ କଣ ଗୋଟେ ହାଲୋ ହାଲୋ ଶୁଭୁଛି ହାଲୋ ହାଲୋ ଶୁଭୁଛି ହଁ ଆରେ ଭାଇ ଫୋନ ଟା କାଟିନି ବୋଧେ ଦେଖିଲ ଦେଖିଲ ଆରେ ଭାଇ ହଁ ରେ ତମ ଫୋନ ଟା କାଟି ଦେଇଥାନ୍ତ ନା ଆଉ ଆରେ ଭାଇ ମୋର ଖ୍ୟାଲ ନାହିଁ ସବୁ ଶୁଣିଥିଲେ ବୋଧେ ଆଉ ସବୁ ଶୁଣିଗଲେ ହଁ ଅସୁବିଧା ହବ ଆଉ ରାଗିବ ଆମ ଉପରେ ଆଉ ଗଲା ଆଉ ତୁମ ବେଳା ଗଲା ଖରାପ ଆମ ବେଳା ଖରାପ ପଇଲା ଆଉ କଣ ପଇସା ଦବ ଆଉ ପଇସା କଣ ପାଇବା ମଜୁରୀ କଟିବ ଆଜି ଆଉ ମଜୁରୀ କଟିବ ମାଡ ଖାଇକି ଯିବା ଆଜି ଆଉ ହଁ ରେ ଭାଇ ଆମ ବେଳା ଖରାପ ଆଜି ସବୁ ଭୁଲ ତମର ହଁ ରେ ଭାଇ ମୋର ଭୁଲ ସବୁ ମୁଁ କାଟିଲେ ଫୋନ ଯାହା କହିଲେ ଶୁଣିବି କଣ କରିବି ଗରିବ ଲୋକ ଭାଇ ଖଟିଲେ ଖାଇବା ଭୁଲ ମୋର କଣ କରିବା ଫୋନ ଟା କାଟି ଦେଇଥିଲେ ବଢିଆ ହେଇଥାନ୍ତା ମନ ନାହିଁ ରେ ଭାଇ ଫୋନ ଟା କାଟି ପାରିନି ଅଳିଆ କାମ ନା ଆଉ କଣ କରିବା ମନ ନାହିଁ ଭୁଲ ତ ହେଇଗଲା ଆଉ ଗଲା ଉଠ କଥା ହ ହ୍ୟାଲୋ ଶଳା ମୋ ଘର ବିଷୟରେ କଥା ହଉଛ ନା କାମ କରୁଛ ଶଳା ଯାଉଛ ନା ତମ 14 ବର୍ଷ ଉଦ୍ଧାର କରି କେମିତି ପଇସା ନବ ମୁଁ ଶଳା ଆଜି ଦେଖିବି ହେଲା କାମ କରିବ ପଇସା ନବ ରାତି ହଉ କି ଦିନ ହଉ ହେଲା କାମ କରିବ ଗୋଟେ ରାତିରେ ସରୁ ପଛେ କାମ କରିକି ଯିବ ନହେଲେ ଆଜ୍ଞା କେମିତି ପଇସା ନଉଛ ମୁଁ ଦେଖିବି ଆରେ ଭାଇ କଣ କହୁଛି ଆରେ ଭାଇ ଦୁନିଆ ଗାଡି ମୁଣ୍ଡ କଲାଣି ଫୋନ କରି କହୁଛୁ 10 ମିନିଟ ଭିତରେ ଆସିବ ସେ କାମ ଥିଲେ ଥାଉ ଜୀବନ ବଞ୍ଚେଇକି ଚାଲ ହରି ଚାଲ ପଳେଇବା ଏଠି କାମ କରୁଛ ନା ମୋ ବିଷୟରେ ଇଏ ପଳେଇଲା ସିଏ ପଳେଇଲା ବତଉଛ ନାଇଁ ଆଜ୍ଞା ତମ ସହିତ କଥା ହେଇନି ନାଇଁ ତାହେଲେ ଫୋନରେ କିଏ କହୁଥିଲା ମୁଁ ଏଠି ଦେଖିବିନି ଦେଖି ଚାଲ ଏଇଠୁ ଆଜ୍ଞା ଆଉ କାମ ଜୟ ଜଗନ୍ନାଥ ସାଙ୍ଗମାନେ ଯଦି ଆପଣଙ୍କ ଭିଡିଓଟି ଭଲ ଲାଗୁଥିବ ଲାଇକ୍ ସେୟାର ଫଲୋ କମେଣ୍ଟ କରନ୍ତୁ ରହିଲି ଜଗନ୍ନାଥ ଉତ୍ତର ଭିଡିଓ ଦେଖା ହବ ରହୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ।